କେମିତି ଅଛନ୍ତି ଆପଣମାନେ ସବୁ ଭଲ ଅଛି? ଆଜି ପ୍ରଥମାଷ୍ଟମୀରୁ ଯାହା ତ ଯେମିତି କରିଥିଲା ବ୍ୟସ୍ତ ଭିତରେ ମୁଁ କେତେବେଳେ ଭିଡ଼ିଓ କେତେବେଳେ ଦିନରେ କେତେ ରାତିରେ ମୁଁ କରିବାକୁ ପଡ଼ୁଛି। ହଉ ଠିକ୍ ଅଛି, ଆପଣମାନେ ଏମିତି ଭଲ ପାଇବା ଦେଇଥାନ୍ତୁ। ଆଜି ଆମେ ନୂଆ ଜିନିଷ କରିବା, କାହିଁକିନା ଆମେ ଦେଖନ୍ତୁ ଛୋଟ ଛୋଟ ପିଲାମାନଙ୍କର ବ୍ରେନ୍ ଯାହା କେମିତି ଇମ୍ପ୍ରୁଭ୍ ହେବ। ସେମାନଙ୍କର ପାଠ ପଢ଼ା ହେଉନାହିଁ, ପାଠ ଯେତେ ପଢ଼ିଲେ ମନେ ରହୁନାହିଁ। ଗୋଟେ ଜବରଦସ୍ତ ପ୍ରୟୋଗ ଯାହାକି ହେଉଛି କିଚିଟ। ମୁଁ ଦେଖନ୍ତୁ କିଚିଟ ବିଷୟରେ ମୁଁ ଜାଣିବାକୁ ଚାହୁଁଛି ଯେ ଛୋଟ ଛୁଆ ଯଦି କିଛି ପାଠ ପଢ଼ୁନାହାନ୍ତି କିମ୍ବା କିଛି କରୁନାହାନ୍ତି, ମନେ ରହୁନାହିଁ, କୌଣସି କଥାକୁ ମନେ ରଖୁନାହାନ୍ତି, ଭୁଲି ଯାଉଛନ୍ତି, ତାହେଲେ ଆମେ କିଚିଟକୁ ଦେଇପାରିବା। କିଚିଟ କ'ଣ ହୁଏ, ଯାହାକି ଛୋଟ ପିଲାଙ୍କୁ ହଉ କିମ୍ବା କୌଣସି କଥାଟା ମନେ ନାହିଁ କି ଭୁଲି ଯାଇଛନ୍ତି, କି ପିଲାମାନେ ପାଠ ପଢ଼ି ପାରୁନାହାନ୍ତି, ପଢ଼ୁଛନ୍ତି ମନେ ରହୁନି, ବିରକ୍ତ ଭାବ ଆସୁଛି, ତାହେଲେ ଏକ ପ୍ରଡ଼କ୍ଟ ହେଉଛି କିଚିଟ। କିଚିଟ ମାନେ ଯାହାକି ବ୍ରେନ୍ ପାଇଁ, ଯେଉଁ ପିଲା ମାନେ ପାଠ ଇଚ୍ଛା ହେଉଥିବନି, ପାଠ ପଢ଼ିତେ ବହୁତ କୁଣ୍ଠା ବୋଧ କରୁଥିବ, ତାକୁ ଖାଇବା ଦ୍ୱାରା ତା ଇମ୍ପ୍ରୁଭ୍ ହୁଏ ଏବଂ ସେ ଭଲ ରେଜଲ୍ଟ କରି ଭଲ କରିଥାଏ। ତ ମୁଁ ପ୍ରଡ଼କ୍ଟଟା ମୁଁ ଦେଖେଇ ପାରୁନାହିଁ, କିନ୍ତୁ ମୁଁ କହି ରଖୁଛି, ତାପରେ ଦିନ ଆପଣଙ୍କୁ ଦେଖେଇବି ଯେ କ'ଣ ଅଛି। କିଚିଟ ବ୍ୟବହାର ଗୁଡ଼ିକ କ'ଣ ସବୁ ରହିଛି ମୁଁ କହୁଛି। ଯେ କିଚିଟ ଆମେ ଜାଣିଛନ୍ତି କ'ଣ ସବୁ ତା ସହିତ ବ୍ୟବହାର ଅଛି ବା ସେ ଭିତରେ କ'ଣ ଅଛି। ଯେ ଫଳ ରସ ରହିଛି, ବ୍ରାହ୍ମୀ ରସ, ତୁଳସୀ ପତ୍ର, ଶୁଣ୍ଠି, କିଲୁ, ଶଙ୍ଖପୁଷ୍ପୀ, ରସୁଣ ରହିଛି। ଏ କ'ଣ କରେ, ମାନସିକ କାର୍ଯ୍ୟକାରିତା କ'ଣ, ଯେମିତି ଯେକୌଣସି ଖାଇବା ତା କାର୍ଯ୍ୟକାରିତା ଜାଣିବା ନାହିଁ, ତାହେଲେ ପ୍ରଥମ ହେଉଛି ମାନସିକ ବୁଦ୍ଧି ଘଟିବ ଏବଂ ଶାରୀରିକ ବିକାଶ ହେବ, ହେଲା। ଆଉ କ'ଣ ହେବ, ପ୍ରତିଦିନ ତାକୁ କେମିତି ସେବନ କରିବା, ପ୍ରତିଦିନ 10ରୁ 15 ମିଲିଲିଟର ନଖ ଉଷୁମ ପାଣିରେ ଖାଇପାରନ୍ତି ବା କିଏ କ୍ଷୀରରେ ଗୋଳେଇକି ଖାଇପାରିବେ। ଖାଇବା ଦ୍ୱାରା ଗୋଟେ ମାସ ଖାଇକି ଦେଖନ୍ତୁ ଯେ କ'ଣ ରେଜଲ୍ଟ ହେଉଛି। ଧନ୍ୟବାଦ।